ଏବେ ଚାଷୀ ଭାଇମାନଙ୍କର ଦେଖନ୍ତୁ କେତେ ଖୁସି ଖବର, ବାରିରେ ଆଣିକି ଥୋଇଛନ୍ତି କଳେଇ। ଆଉ ସରକାର ତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଇଲେକ୍ସନ ପୂର୍ବରୁ ଘୋଷଣା କରିଥିଲେ 3130 ଟଙ୍କା ବୃଦ୍ଧି କରିବେ ଧାନ କୁଇଣ୍ଟାଲ। ଏବେ କୌଣସି ବେପାରୀମାନଙ୍କୁ ଆପଣମାନେ ନ ଦେଇକି ସରକାର ଯେଉଁ ଘୋଷଣା କରିଛନ୍ତି ମଣ୍ଡିରେ ଧାନ ଦେବେ, ଆପଣମାନେ ଯେଉଁ ଚାଷୀ ଭାଇମାନେ ଆମର ଆପଣମାନଙ୍କର ଯେତିକି ଯେଉଁ ବର୍ଷ ଯାକର ପରିଶ୍ରମ କରିଛନ୍ତି, କଠିନ ପରିଶ୍ରମ, ଖରା ବର୍ଷା ଶୀତ କାକରରେ ଯେଉଁ ପରିଶ୍ରମ କରିଛନ୍ତି, ତେଣୁ ଆପଣମାନେ ସରକାର ଯେମିତି ଘୋଷଣା କରିଛନ୍ତି ଆପଣମାନେ ସରକାରଙ୍କ ହିସାବରେ ଯାଆନ୍ତୁ ଆଉ ସରକାରଙ୍କୁ ଧାନ ଦିଅନ୍ତୁ। 3100 ଟଙ୍କା ଧାନ କୁଇଣ୍ଟାଲ ପ୍ରତି ଯେଉଁ ବୃଦ୍ଧି କରିଛନ୍ତି ସରକାର 3100 ଟଙ୍କା ପାଇବେ। କିନ୍ତୁ ଏବେ ଚାଷୀ ଭାଇମାନଙ୍କର ଅମଳ ଟାଇମ୍ ଶେଷ ପାଦିଆ ମଧ୍ୟ ଆସିଗଲାଣି। ଏବେ ଆସିକି ସବୁ ଧାନ କଳେଇ ସବୁ ଥୁଆ ହେଇଛି, ସବୁ ଗଦା କରିଛନ୍ତି। ଏବେ ତ ଏଠି ମେଘ ପାଗ, ଏବେ ମାନେ ମେଘ ଦେଖଲାଣି, ସବୁ ଚାଷୀମାନେ ତରବରରେ ସବୁ ପକାଉଛନ୍ତି ବେଙ୍ଗଳା। ଆଉ ଚାଷୀ ଯେଉଁ ପ୍ରକୃତରେ ଭାଇମାନେ ଆମର ଚାଷୀ ଭାଇମାନେ ଆପଣମାନେ କାହାକୁ ଧାନ ନ ଦେଇ ସରକାର ଯେଉଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି 3100 ଟଙ୍କାରେ ଧାନ ଦେବେ ବୋଲି, ପଇସା କୁଇଣ୍ଟାଲ ପ୍ରତି ଯେଉଁ ବୃଦ୍ଧି କରିବେ ତାହା ସହିତ ବୃଦ୍ଧି କରିଛନ୍ତି। ସରକାର ଯେଉଁ ହିସାବରେ କହିଛନ୍ତି ଆପଣମାନେ ସରକାରଙ୍କୁ ଦିଅନ୍ତୁ ଧାନ, ଆଉ 3100 ଟଙ୍କାରେ ଧାନ ଦେଲେ ଆପଣ 3100 ଟଙ୍କା ପାଇପାରିବେ। କିନ୍ତୁ କୌଣସି ଅନ୍ୟ ଯଦି ଲୋକମାନଙ୍କୁ ଦିଅନ୍ତି ଧାନ ବିକ୍ରି କରିଦିଅନ୍ତି, ତେଣୁ ଆଉ ପାଇବେ ନାହିଁ ସେ ରେଟ୍। ସରକାରଙ୍କ ଯେଉଁ ଧାନ ଯେଉଁ ରେଟ୍ ମାନେ କରିଛନ୍ତି ଆପଣମାନଙ୍କୁ ବେପାରୀମାନେ କୌଣସି ରେଟ୍ ଦେବେନି। ଆଉ ଧାନ ମଧ୍ୟ ଦେଖନ୍ତୁ, ଧାନ ମଧ୍ୟ ବହୁତ ଭଲ ହୋଇଛି। ଧାନ ଯେଉଁ ଚାଷୀ ଭାଇମାନେ ଆମର ଯେଉଁ କରିଛନ୍ତି ଧାନ ମଧ୍ୟ ହେଇଛି। ଆମର ଏଇ ଧାନ ଏବେ ସବୁ କାଟିକି ଆଣିକି ଏଠି ଗଦେଇଛୁ। ଆଜି ମେସିନ୍ ଡାକିକି ବେଙ୍ଗଳା ପକାଇବୁ। ଧାନ ଆମର ଇଏ ହେଉଛି ପୂଜା ଧାନ, ବହୁତ ଭଲ ଧାନ ହେଇଥିଲା। ଆଉ ଏବେ ହେଇଠି ସବୁ କଳେଇ ସବୁ ଥୋଇଛୁ ଗଦା କରିକି। ଆଉ ମେଘ ତ ଏବେ ମେଘୁଆ ପାଗ ମଧ୍ୟ, ମେଘ ହେବ କି କମ୍ ତା ଥୟ ବି ନାହିଁ। ଯଦି ମେଘ ହେଇଯିବ ବହୁତ ହଇରାଣ ହେଇଯିବ। ଆମେ ଏବେ ମେସିନ୍ ଡାକିକି ବେଙ୍ଗଳା ପକାଇବୁ। କିନ୍ତୁ ଚାଷୀ ଭାଇମାନଙ୍କୁ ମୋର ଏତିକି ଅନୁରୋଧ, ସରକାର ଯାହା କହିଛନ୍ତି ଯେଉଁ ଧାନ ବୃଦ୍ଧି ରେଟ୍ କରିବେ କହିଛନ୍ତି ଇଲେକ୍ସନ୍ ପୂର୍ବରୁ ଘୋଷଣା କରିଥିଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ସରକାରଙ୍କୁ ଧାନ ଦେବା। ଆଉ ସରକାର ମଧ୍ୟ ଆମକୁ ଭଲ ରେଟ୍ରେ ମଧ୍ୟ 3100 ଟଙ୍କା ଧାନ ମଧ୍ୟ କୁଇଣ୍ଟାଲ ଯେଉଁ ବୃଦ୍ଧି କରିଛନ୍ତି ଆମେ 3100 ଟଙ୍କା ମଧ୍ୟ ସରକାର ଆମକୁ ଦେବେ। ଆଉ ଧାନ ଲାଷ୍ଟ ତ ସମୟ ହେଇଗଲା। ଆମର ଯେଉଁ ଖରା ବର୍ଷାରେ କେତେ ପରିଶ୍ରମ, ଆମେ ଖରା ବର୍ଷା ଶୀତ ପବନ ଖାଇ କେତେ କଷ୍ଟରେ ଆମେ ଚାଷୀ ଭାଇମାନେ ଆମେ ସବୁ କରୁଛେ। କିନ୍ତୁ ସରକାରଙ୍କ ଯେଉଁ ଘୋଷଣା କରିଥିଲେ ସରକାରଙ୍କୁ ଆମେ ଧାନ ଦେବା। ସରକାର ମଧ୍ୟ ଧାନ କୁଇଣ୍ଟାଲ ପ୍ରତି 3100 ଟଙ୍କା ବୃଦ୍ଧି କରିଛନ୍ତି। ଇଲେକ୍ସନ ପୂର୍ବରୁ ଯାହା କହିଥିଲେ ଏବେ ତାହା ମଧ୍ୟ କରିଛନ୍ତି। କିନ୍ତୁ କୌଣସି ଅନ୍ୟ ଲୋକଙ୍କୁ ଧାନ ନ ଦେଇକରି ବିକ୍ରି ନ କରିକି ସରକାରଙ୍କୁ ଦିଅନ୍ତୁ। ଆଉ 3100 ଟଙ୍କା ମଧ୍ୟ ସରକାର ଆପଣଙ୍କୁ ମାନଙ୍କୁ ଦେବେ। କିନ୍ତୁ କୌଣସି ଆମ ଚାଷୀ ଭାଇମାନଙ୍କୁ ମୁଁ କହିବା କଥା, କୌଣସି ଲୋକଙ୍କୁ ଦିଅନ୍ତୁନି ଧାନ, ସରକାରଙ୍କୁ ଦିଅନ୍ତୁ। ସରକାରଙ୍କୁ ଦେଲେ ଆପଣ ମଧ୍ୟ ଠିକ୍ ରେଟ୍ରେ ଆପଣ ପଇସା ପାଇପାରିବେ। ଆଉ ଧାନ ତ ଦେଖୁଛ ପୂଜା ଧାନ, ଇଏ ବହୁତ ଭଲ ଧାନ ମାଂସ ଏ ବର୍ଷ ମାଂସ ସମସ୍ତଙ୍କର ଭଲ ଧାନ ହେଇଛି। ଯେତେ ଚାଷୀ ଭାଇମାନେ ମଧ୍ୟ କରିଛନ୍ତି ବହୁତ ଭଲ ଧାନ ହେଇଛି। ଆଉ ତୁରନ୍ତ ବେଙ୍ଗଳା ପକାଇକି ଆପଣମାନେ ସରକାରଙ୍କୁ ଦିଅନ୍ତୁ। ଆଉ ସରକାର ଠିକ୍ ଉପଯୁକ୍ତ ମୂଲ୍ୟ ମଧ୍ୟ ଦେବେ। କୌଣସି ବେପାରୀମାନଙ୍କୁ ଧାନ ଦିଅନ୍ତୁ ନାହିଁ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଛନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଚାଷୀ ଭାଇମାନଙ୍କ ପାଇଁ ଧାନ କୁଇଣ୍ଟାଲ ପ୍ରତି ବୃଦ୍ଧି କରିଛନ୍ତି 3100 ଟଙ୍କା। ଇଲେକ୍ସନ ପୂର୍ବରୁ ଘୋଷଣା କରିଥିଲେ, ଏବେ ବି ମଧ୍ୟ ଧାନ ବିକା କିଣା ଚାଲିଛି 3150 ଟଙ୍କା 3100 ଟଙ୍କାରେ ଧାନ ମଧ୍ୟ କିଣା ବିକା ଚାଲିଛି। କିନ୍ତୁ ପ୍ରକୃତରେ ଧାନ ବହୁତ ଭଲ ଧାନ ଏ ବର୍ଷ ହେଇଛି। ଯେଉଁ ଚାଷୀ ଭାଇମାନେ କରିଛନ୍ତି ବହୁତ ଭଲ ଧାନ ହେଇଛି। ଆଉ ଏବେ ଏଇ ଧାନ କଥା ଆମର ଏବେ ବେଙ୍ଗଳା ଆଜି ପଡ଼ିବ। ମେଘ ତ ମାନେ ଅଛି ବୋଲି କହୁଛନ୍ତି, କିନ୍ତୁ ଏବେ ମେସିନ୍ ଡାକିକି ବେଙ୍ଗଳା ପକାଇବୁ। କିନ୍ତୁ ଆମେ କାହାରିକି ଦେବୁ ନାହିଁ, ଇଏ ବେପାରୀମାନଙ୍କୁ ଦେବୁନୁ। ଆମକୁ ସରକାର ଯାହା ଘୋଷଣା କରିଛନ୍ତି ଆମେ ସରକାରଙ୍କୁ ଦେବୁ, ସରକାର ଆମକୁ ପଇସା ଦେବେ। କିନ୍ତୁ 3150 ଟଙ୍କା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଇଲେକ୍ସନ ପୂର୍ବରୁ ଘୋଷଣା କରିଥିଲେ, ତାଙ୍କରି ହିସାବରେ ତାଙ୍କେ ଆମେ ସରକାରଙ୍କୁ ଧାନ ଦେବୁ। ଆଉ ସରକାର ଠିକ୍ ଉପଯୁକ୍ତ ମୂଲ୍ୟ ମଧ୍ୟ 3100 ଟଙ୍କା ଧାନ ପ୍ରତି ଯେଉଁ କୁଇଣ୍ଟାଲ ବୃଦ୍ଧି କରିଛନ୍ତି ଆମେ ମଧ୍ୟ ଠିକ୍ ପାଇପାରିବୁ। ଆଉ ଚାଷୀ ଭାଇମାନଙ୍କୁ ମୋର ଅନୁରୋଧ, କିନ୍ତୁ ସମସ୍ତେ ସରକାରଙ୍କୁ ଧାନ ଦେବା, ଠିକ୍ ଉପଯୁକ୍ତ ମୂଲ୍ୟ ରେଟ୍ରେ ଯେତିକି ଧାନ ରେଟ୍ କରିଛନ୍ତି ସରକାର ତାହା ମଧ୍ୟ ପାଇବା। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଗୋଟେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ଦବାଇ ଅଲ୍ ଉପରେ କ୍ଲିକ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।